ଆର୍.କେ. ବିଶ୍ୱାଳଙ୍କର ଲିଖିତ ପ୍ରସଙ୍ଗ ଦର୍ଶନର ପରିଭାଷା। କିଛି ମଣିଷମାନଙ୍କର ଗୋଟିଏ ଦୁର୍ବଳତା ହେଉଛି ଯେ ସେ ନିଜକୁ ସର୍ବଜାଣତା ବୋଲି ଭାବନ୍ତି, ଅର୍ଥାତ୍ ମୁଁ ସବୁ ଜାଣିଛି। ଏଇଟା କିନ୍ତୁ ସେମାନଙ୍କର ମୂର୍ଖାମି ଅଟେ। ନ୍ୟୁଟନଙ୍କ ଭଳି ଜଣେ ପ୍ରଖ୍ୟାତ ବୈଜ୍ଞାନିକ କହିଥିଲେ, ମୁଁ ସମୁଦ୍ର ବେଳାରୁ ମାତ୍ର କେତେ ଗୋଟି ବାଲିଗରଡ଼ା ସାଉଁଟି ପାଇଛି, ଆହୁରି ଅନେକ କିଛି ବାକି ଅଛି। ଅଧ୍ୟୟନ କରି ଚିନ୍ତନ ଓ ମନନ କଲେ ହିଁ ଜ୍ଞାନର ପରିପ୍ରକାଶ ହୋଇଥାଏ। ଯେଉଁ ପ୍ରକାର ବିଶ୍ୱାସ ଅନାଦି କାଳରୁ ସମାଜରେ ରହି ଆସିଛି, ତା ଭିତରୁ ଅଧିକାଂଶ ଅନ୍ଧବିଶ୍ୱାସ ଥିଲା ବୋଲି ଆଜି ବି ପ୍ରମାଣିତ ହେଉଛି। ତଥାପି ଲୋକମାନଙ୍କ ମନରୁ ଅନ୍ଧବିଶ୍ୱାସ ଗୁଡ଼ିକ ଦୂର କରିବା ପାଇଁ ଆମର ପ୍ରୟାସ ଜାରି ରହିଛି ଏବଂ ଆଗକୁ ରହିଥିବ ମଧ୍ୟ। ଅନ୍ଧବିଶ୍ୱାସର ମୂଳ ଉତ୍ପାଟନ ନ କଲେ ଡାଳ କାଟି ଲାଭ ନାହିଁ। କାଳ୍ପନିକ ଈଶ୍ୱର ଓ ତାଙ୍କର ଆଧ୍ୟାତ୍ମିକ ଧର୍ମ ହେଉଛି ଅନ୍ଧବିଶ୍ୱାସର ମୂଳ ଉତ୍ପାଦକ। ନିଜର ସୂକ୍ଷ୍ମ ମସ୍ତିଷ୍କରେ ଥିବା ବୁଦ୍ଧି ଓ ବିବେକ ଦ୍ୱାରା ସବୁ କଥାକୁ ବୈଜ୍ଞାନିକ ଦୃଷ୍ଟିକୋଣରୁ ତର୍ଜମା କରନ୍ତୁ, ବିଶ୍ଳେଷଣ କରି ଦେଖନ୍ତୁ। ଆପଣ ଠିକ୍ ବୁଝିପାରିବେ ଯେ ଅନ୍ଧବିଶ୍ୱାସ କ'ଣ। ବିଶ୍ୱ ବ୍ରହ୍ମାଣ୍ଡ ସତରେ ବିଚିତ୍ରମୟ। ଏହାକୁ ବୁଝିବା ପାଇଁ ବିଜ୍ଞାନ ଓ ଇତିହାସ ହିଁ ମୂଳ ଶାଖା। ବିଗ୍ ବ୍ୟାଙ୍ଗ ଥିଓରି ଅନୁସାରେ 450 କୋଟି ବର୍ଷ ପୂର୍ବରୁ ବ୍ରହ୍ମାଣ୍ଡ ସୃଷ୍ଟି ହୋଇଥିଲା। ବିବର୍ତ୍ତନବାଦ ପ୍ରକ୍ରିୟାରେ 370 କୋଟି ବର୍ଷ ପୂର୍ବରୁ ପୃଥିବୀରେ ଜୀବସତ୍ତା ସୃଷ୍ଟି ହୋଇଥିଲା। ସେତେବେଳେ 1 ଟ୍ରିଲିୟନ ଜୀବ ଥିଲେ। ଏବେ 2024 ସୁଦ୍ଧା 18 କୋଟି ଜୀବଙ୍କ ସନ୍ଧାନ ମିଳିଛି। 120 କୋଟି ବର୍ଷ ପୂର୍ବରୁ ଆମର ପୂର୍ବଜ ଜୀବ ସୃଷ୍ଟି ହୋଇଥିଲେ। ସେଥିରୁ ଏପ୍, ସିମ୍ପାଞ୍ଜି, ଗରିଲା, ଓରାଙ୍ଗଟନ୍ ଜନ୍ମ ହୋଇଥିଲେ। ଧୀରେ ଧୀରେ ସେମାନଙ୍କର ମସ୍ତିଷ୍କ ବିକଶିତ ହେଲା। ମୁହଁରୁ ଶବ୍ଦ ବାହାରିବା ବହୁ ବର୍ଷ ପରେ ଭାଷା ସୃଷ୍ଟି ହେଲା। ନିଣ୍ଡରଥାଲ ପରେ 25 କୋଟି ବର୍ଷ ପୂର୍ବେ ହୋମୋ ସାପିଏନ୍ସ, ତାପରେ 70,000 ବର୍ଷ ପୂର୍ବେ ସାମାଜିକ ଗଠନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ତାପରେ ପ୍ରକୃତିର ରହସ୍ୟ ଜାଣିବା ପାଇଁ ବିଜ୍ଞାନର ଅନୁପସ୍ଥିତିରେ ମଣିଷ କଳ୍ପନା କରିବା ଆରମ୍ଭ କଲା। ହୋମୋ ସାପିଏନ୍ସ ବ୍ରେନ୍ ସାଇଜ୍ ଥିଲା 1260 ସେଣ୍ଟିମିଟର ବାଇ 117। ମଣିଷର ମେମୋରି ସାଇଜ୍ ଠାରୁ ସବୁଠାରୁ ଅଧିକା। ସୋସାଇଟି ଷ୍ଟେଟ୍ ଇକୋନୋମି ଷ୍ଟ୍ରକ୍ଚର ଷ୍ଟାର୍ଟେଡ୍ 10,000 ବର୍ଷ ପୂର୍ବେ। ନିଓଲିଥିକ୍ ରିଭଲ୍ୟୁସନ୍ ମାନେ ଜମିରେ ଚାଷ କରିବା, କ୍ଷୁଧା ନିବାରଣ ପାଇଁ ଜଙ୍ଗଲର ଫଳମୂଳ ଖାଇବା, ଜୀବଜନ୍ତୁ ମାରି ଖାଇବା ପରେ ଶସ୍ୟ ଉତ୍ପାଦନ କରି ଖାଇବା ମଧ୍ୟ ଶିଖିଲେ। ଫିଲୋସଫି ଷ୍ଟାର୍ଟେଡ୍ 6th century BC ଅର୍ 2000 BC। ପିଥାଗୋରାସ୍ 570 BC, ହେରୋଡଟସ୍ 484 BCE ଦର୍ଶନ ଆରମ୍ଭ ହୋଇଥିଲା। କିଏ କ'ଣ କହୁଛି ସେଇଟା ତାଙ୍କର ନିଜସ୍ୱ ବିଚାରଧାରା, କିନ୍ତୁ ଫିଲୋସଫି ଇଜ୍ ମଦର ଅଫ୍ ସାଇନ୍ସ। ସର୍ବପୁରାତନ ତଥା ପ୍ରଥମ ଦର୍ଶନ ଭାରତରେ ହିଁ ଆରମ୍ଭ ହୋଇଥିଲା ବୋଲି କୁହାଯାଉଛି। ଆମେ ସମସ୍ତେ ଜଣେ ଜଣେ ଦାର୍ଶନିକ। ଆମେ ଜାଣତରେ ହେଉ କି ଅଜାଣତରେ ହେଉ ନିଜର ଦର୍ଶନ ଅନୁସାରେ ଜୀବନ ନିର୍ବାହ କରୁଛନ୍ତି। ପୂର୍ବଜନ୍ମ ଓ ପରଜନ୍ମ ମଧ୍ୟ ଏକ ଆଧ୍ୟାତ୍ମିକ ଦର୍ଶନ। ଆସ୍ତେ ଆସ୍ତେ ବୈଦିକ ଯୁଗ ଆରମ୍ଭ ହେଲା। ବେଦ ଉପନିଷଦ ରଚନା ହେଲା। NCERT ଅନୁସାରେ 1500 BC ପୂର୍ବରୁ ବେଦ ରଚନା ହୋଇଥିଲା। 4 ଗୋଟି ବେଦ କୌଣସି ଜଣେ ଲେଖକ ରଚନା କରିନାହାନ୍ତି। ନାନା ମୁନିଙ୍କ ନାନା ମତ ଯୋଗୁଁ ଏଗୁଡ଼ିକ ପ୍ରାୟ 1000 ଲୋକ ଲେଖିଥିବା ଶୁଣାଯାଏ। ମୂଳତଃ ଦେବବ୍ୟାସ ରଚନା କରିଥିଲେ ବୋଲି ମାନ୍ୟତା ଅଛି। ସ୍ୱାମୀ ବିବେକାନନ୍ଦ କହିଥିଲେ, ବେଦ ଜଣଙ୍କ ଦ୍ୱାରା ରଚନା ହୋଇନାହିଁ। ପରବର୍ତ୍ତୀ ସମୟରେ ମୀମାଂସା ଦର୍ଶନ ରଚନା କରିଥିବା ଲେଖକଙ୍କ ମତରେ ଈଶ୍ୱରଙ୍କର ଅସ୍ତିତ୍ୱ ନାହିଁ। ଋଗ୍ବେଦ, ସାମବେଦ, ଅଥର୍ବବେଦ ଓ ଯଜୁର୍ବେଦରେ ଏକାଧିକ ଦେବତାଙ୍କର ଉଲ୍ଲେଖ ଅଛି। ସୂର୍ଯ୍ୟ, ଚନ୍ଦ୍ର, ଅଗ୍ନି, ଇନ୍ଦ୍ର ଆଦି।
ବେଦରେ ବିଭିନ୍ନ ଦେବତାଙ୍କୁ ପୂଜା ଓ ପ୍ରାର୍ଥନା କରିବା ପଦ୍ଧତି ଲେଖା ଅଛି। କିଏ କିପରି ନିଜର ଜୀବନଶୈଳୀ ଅତିବାହିତ କରିବ ତାହାର ରୂପରେଖ ଦିଆଯାଇଛି। 108 ଉପନିଷଦ ଇଜ୍ ଅଲସୋ ଇଜ୍ ଏ ପାର୍ଟ ଅଫ୍ ବେଦ ହୁଇଚ୍ ଇଜ୍ ନୋନ୍ ଆଜ୍ ବେଦାନ୍ତ। ବେଦରେ ଆତ୍ମା, ପରମାତ୍ମା, ମୁଖ୍ୟ, ପୁନର୍ଜନ୍ମ ଇତ୍ୟାଦି ବର୍ଣ୍ଣନା କରାଯାଇଛି। ସେତେବେଳେ ବେଦର ଉପରୋକ୍ତ ତଥ୍ୟଗୁଡ଼ିକ ସନ୍ଦେହ ସୃଷ୍ଟି କରୁଥିବା ଦେଖି କିଛି ବିଦ୍ୱାନ ବ୍ୟକ୍ତି ପସନ୍ଦ କଲେ ନାହିଁ। ବେଦର ତଥ୍ୟକୁ ନେଇ ଯୁକ୍ତିତର୍କ ମଧ୍ୟ ଆରମ୍ଭ ହୋଇଗଲା। ବେଦକୁ ସତ ବୋଲି ବିଶ୍ୱାସ କରୁଥିବା ଆସ୍ତିକ ଲୋକମାନେ କହିଲେ, ବେଦକୁ ଅବିଶ୍ୱାସ କରୁଥିବା ଲୋକେ ହେଉଛନ୍ତି ନାସ୍ତିକ। ସେମାନଙ୍କ ଭିତରେ ଚାର୍ବାକ ଋଷି, ଗୌତମ ବୁଦ୍ଧ, ମହାବୀର ଜୈନ ଆଦି ପ୍ରମୁଖ ଥିଲେ। ପରବର୍ତ୍ତୀ ସମୟରେ ଜୈନ ଧର୍ମରେ 24 ଜଣ ତୀର୍ଥଙ୍କର ଥିଲେ। ସେମାନଙ୍କ ଭିତରେ ଦୁଇ ଭାଗ ହୋଇ ଶ୍ୱେତାମ୍ବର ଓ ଦିଗାମ୍ବର ହୋଇଗଲେ। ସେହିଭଳି ବୁଦ୍ଧିଷ୍ଟମାନଙ୍କ ଭିତରେ ବି ଦୁଇ ଭାଗ ହୋଇଗଲା। ଗୋଟିଏ ହେଲା ମହାଯାନ ଓ ଗୋଟିଏ ହେଲା ହୀନଯାନ। ଏବେ କୁଆଡ଼େ ଆଉ ଏକ ଭାଗ ଦେଖାଦେଇଛି ନବଯାନ। ହୀନଯାନ ଓ ଅଦ୍ୱୈତ ଦର୍ଶନରେ ବହୁତ ସାମଞ୍ଜସ୍ୟ ରହିଥିବା କୁହାଯାଉଛି। ମହାବୀର ଜୈନ ସୁନ୍ଦର ହାତୀ ଛବି ମାଧ୍ୟମରେ ପ୍ରକୃତ କଥା ବୁଝାଇ କହିଥିଲେ, ମୁଁ ନିଶ୍ଚିତ ଭାବେ ଜୋର ଦେଇ ଏତିକି କହିପାରିବି ଯେ କେହି ବି ଭଗବାନ ଈଶ୍ୱରକୁ ଠିକ୍ ଭାବେ ବୁଝି ନାହାନ୍ତି। ସମସ୍ତେ ନିଜକୁ ପଣ୍ଡିତ ଭାବୁଛନ୍ତି। କେହି କାହାରି ମତକୁ ମାନିବା ନାରାଜ। ସମସ୍ତେ ଦ୍ୱନ୍ଦ୍ୱରେ ଅଛନ୍ତି। ଆସ୍ତିକମାନେ ନିଶ୍ଚିତ ଯେ ଈଶ୍ୱର ଅଛନ୍ତି, କିନ୍ତୁ ପ୍ରଶ୍ନ ଉଠୁଛି କେଉଁଠି ଅଛନ୍ତି, କିପରି ଅଛନ୍ତି, କାହିଁକି ଅଛନ୍ତି, କେବେ ସୃଷ୍ଟି ହେଲେ, କାହିଁକି ସୃଷ୍ଟି ହେଲେ, ସେ ନିଜେ ସୃଷ୍ଟି ହେଲେ ନା ତାକୁ ଅନ୍ୟ କିଏ ସୃଷ୍ଟି କରିଛନ୍ତି। କର୍ତ୍ତା ବିନା ଯଦି କର୍ମ ହୁଏ ନାହିଁ, ତେବେ ଈଶ୍ୱରକୁ ମଧ୍ୟ କୌଣସି କର୍ତ୍ତା ହିଁ ସୃଷ୍ଟି କରିଥିବ। ସେ ପୁଣି କିଏ? ଯେଉଁମାନେ ଆସ୍ତିକ ସେମାନେ ଆତ୍ମା, ପରମାତ୍ମା, ସ୍ୱର୍ଗ, ନର୍କ, ମୋକ୍ଷ, ପୁନର୍ଜନ୍ମ, ବେଦ ଓ 6 ଗୋଟି ଆସ୍ତିକ ଦର୍ଶନକୁ ମାନନ୍ତି। ଗୋଟିଏ ହେଲା ସାଂଖ୍ୟ ଅର୍ଥ କପିଳ ମୁନି ପ୍ଲସ୍ ଯୋଗ ଅର୍ଥ ମହର୍ଷି ପତଞ୍ଜଳି। ଦ୍ୱିତୀୟ ନ୍ୟାୟ ପ୍ଲସ୍ ବୈଶେଷିକ ଅର୍ଥ ତତ୍ତ୍ୱ ଦର୍ଶନ। ତୃତୀୟ ବେଦାନ୍ତ ଅର୍ଥ ଭଦ୍ରାୟଣ ବା ବ୍ରହ୍ମସୂତ୍ର ପ୍ଲସ୍ ମୀମାଂସା ଯାହାର ଅର୍ଥ ଜର୍ମି ଋଷି। ସମୁଦାୟ 9 ଗୋଟି ଦର୍ଶନ ମଧ୍ୟରୁ 6 ଗୋଟି ଆସ୍ତିକ ଓ 3 ଗୋଟି ନାସ୍ତିକ ଦର୍ଶନ ଅଛି। ହିନ୍ଦୁ ଦର୍ଶନରେ 6 ଗୋଟି ଦର୍ଶନ ସମୂହକୁ ସନାତନ ଦର୍ଶନ କୁହାଯାଏ। ଶ୍ରୁତି ସୂତ୍ରମ୍ ଅହମ୍ ବ୍ରହ୍ମସ୍ମି ତତ୍ତ୍ୱମସି। ବେଦାନ୍ତ ଦର୍ଶନ ମଧ୍ୟ 3 ଭାଗରେ ବିଭାଜିତ ହୋଇଛି। ଉପନିଷଦ, ଗୀତା ଓ ବ୍ରହ୍ମସୂତ୍ର। ଜ୍ଞାନ ଏକ ଏମିତି ଜିନିଷ ସବୁବେଳେ ଅଧିକରୁ ଅଧିକତର ଜାଣିବାକୁ ଇଚ୍ଛା ହୁଏ। ଧୀରେ ଧୀରେ ଜ୍ଞାନର ବିକାଶ ମଧ୍ୟ ହେଲା। ବେଦାନ୍ତ ଦର୍ଶନ, ଭାଷ୍ୟ, ଟୀକା ଆସ୍ତେ ଆସ୍ତେ ରଚନା କରାଗଲା। ଅଦ୍ୱୈତ ବେଦାନ୍ତ ଶଙ୍କରାଚାର୍ଯ୍ୟ ରଚନା କରିଥିଲେ। ମିଥ୍ୟା ଜଗତ ମିଥ୍ୟା, ଈଶ୍ୱର ଓ ନିଜେ ଅଲଗା ନୁହେଁ। ବୈଷ୍ଣବ ବେଦାନ୍ତ ଯିଏ ବିଷ୍ଣୁକୁ ମାନେ, ରାମକୁ ମାନେ, ଭକ୍ତ ଦର୍ଶନ ରାମାନୁଜ ଆଚାର୍ଯ୍ୟଙ୍କ ଦ୍ୱାରା ପ୍ରେରିତ ହୋଇ ପରେ ରାମାନନ୍ଦ, କବୀର ଦାସ, ସୁରଦାସ ଭକ୍ତି ମାର୍ଗରେ ଚାଲିଲେ। ଅଷ୍ଟମ ଠାରୁ ଚତୁର୍ଦଶ ଖ୍ରୀଷ୍ଟପୂର୍ବ ମଧ୍ୟରେ ଭକ୍ତି ଦର୍ଶନ ପରେ ସମସ୍ତେ ବିକଶିତ ହୋଇଗଲେ। ରାମ ଓ କୃଷ୍ଣକୁ ମାନୁଥିବା ସତ୍ତ୍ୱେ ସମସ୍ତେ କର୍ମକୁ ବିଶ୍ୱାସ କରୁଥିଲେ। ପରେ ଶିଖ ଧର୍ମଗୁରୁ ନାନକ କିଛି ପରିବର୍ତ୍ତନ ନେଇ ଉଭା ହେଲେ। 6 ଗୋଟି ଆସ୍ତିକ ଦର୍ଶନ ସୂତ୍ର ଆକାରରେ ଲେଖାଯାଇଥିଲା। ସେହି ସୂତ୍ରଗୁଡ଼ିକ ଯିଏ ଯେପରି ବୁଝିଲା ସେହିପରି ଲୋକମାନଙ୍କୁ ବୁଝାଇବାକୁ ଲାଗିଲେ। ପୁଣି 1900 ଏବଂ 2000 ଶତାବ୍ଦୀରେ କ୍ରାନ୍ତିକାରୀ ପରିବର୍ତ୍ତନ ଦେଖିବାକୁ ମିଳିଲା। ସେଥିରୁ ଜନ୍ମ ନେଲା ରାଷ୍ଟ୍ରୀୟତା, ଆର୍ଯ୍ୟ ସମାଜ, ତର୍କଶୀଳ ସମାଜ, ହିନ୍ଦୁତ୍ୱବାଦୀ ସମାଜ, ବ୍ରହ୍ମ ସମାଜ ଆଦି ବିଭିନ୍ନ ସମାଜ ସୃଷ୍ଟି ହୋଇଥିଲା। ସେହି ସମୟରେ ବହୁଗୁଣୀ ଜ୍ଞାନୀ ମହାପୁରୁଷଙ୍କର ଆବିର୍ଭାବ ମଧ୍ୟ ହୋଇଥିଲା। ସ୍ୱାମୀ ଦୟାନନ୍ଦ ସରସ୍ୱତୀ 1824 ମସିହାରେ, ରାମକୃଷ୍ଣ ପରମହଂସ 1836 ମସିହାରେ, ରବୀନ୍ଦ୍ରନାଥ ଟାଗୋର 1861 ମସିହା, ନରେନ୍ଦ୍ରନାଥ ଦତ୍ତ 1863 ମସିହା, କେଶବ ଚନ୍ଦ୍ର ସେନ 1878 ମସିହା,
ଡକ୍ଟର ଏସ୍.ଆର୍. ରାଧାକୃଷ୍ଣନ୍ 1962 ମସିହା। 9 ଗୋଟି ଦର୍ଶନରୁ 7 ଗୋଟି ଦର୍ଶନ ଆତ୍ମାର ଅସ୍ତିତ୍ୱକୁ ସ୍ୱୀକାର କରୁଛି। ଚାର୍ବାକ ଓ ବୁଦ୍ଧ ଆତ୍ମାର ଅସ୍ତିତ୍ୱକୁ ମାନନ୍ତି ନାହିଁ। ଆତ୍ମା ନିତ୍ୟ ନୁହେଁ ବୋଲି ବୁଦ୍ଧିଷ୍ଟ କହିଛନ୍ତି ଏବଂ କୁହନ୍ତି। କିଛି ପଣ୍ଡିତ ମତ ଦେଉଛନ୍ତି ଯେ ବୁଦ୍ଧ ପୁନର୍ଜନ୍ମ ଉପରେ ବିଶ୍ୱାସ କରୁଥିଲେ। ଏହା କିନ୍ତୁ ଠିକ୍ ଲାଗୁନାହିଁ, କାରଣ ବୁଦ୍ଧ ସ୍ପଷ୍ଟ ଭାବରେ ପୁନର୍ଜନ୍ମ ନାହିଁ ବୋଲି କହିନାହାନ୍ତି, କିନ୍ତୁ ପରୋକ୍ଷରେ କହିଛନ୍ତି, ମୁଁ ଆତ୍ମାର ଅସ୍ତିତ୍ୱକୁ ବିଶ୍ୱାସ କରେ ନାହିଁ ଏବଂ ଏହି ଦୁନିଆର ସମସ୍ତ ଜୀବନ୍ତ ପଦାର୍ଥ ବିନାଶଶୀଳ। ଯାହାର ଜନ୍ମ ଅଛି ତାର ମୃତ୍ୟୁ ଅଛି, ଏହା ତ ସୁନିଶ୍ଚିତ। ଏଇଠି ସବୁ ଅନ୍ତ ହୋଇଯାଏ। ଅର୍ଥାତ୍ ସେ ସନ୍ଦେଶ ଦେଇଛନ୍ତି ଯେ ଆପଣ ବିଚାର କରି ଦେଖନ୍ତୁ, ଆତ୍ମାର ପୁନର୍ଜନ୍ମ ହେଉଛି କିମ୍ବା ନାହିଁ। ସେ ଯେହେତୁ ଈଶ୍ୱର ଆତ୍ମାକୁ ମାନୁନଥିଲେ, ତେଣୁ ଆତ୍ମାର ପୁନର୍ଜନ୍ମକୁ କିପରି ସ୍ୱୀକାର କରିବେ? ଚାର୍ବାକ ମଧ୍ୟ ପୁନର୍ଜନ୍ମକୁ ବିଶ୍ୱାସ କରୁନଥିଲେ। ଚାର୍ବାକ ଦର୍ଶନ ବହୁଜନଙ୍କୁ ସୁହାଇଲା ଭଳି ଦର୍ଶନ। ସେ କହୁଥିଲେ, ବର୍ତ୍ତମାନର ଜୀବନ ହିଁ ସତ୍ୟ। ଏହି ଜୀବନକୁ ଭଲ ଖାଇ, ଭଲ ପିଇ ଓ ସୁଖ ଶାନ୍ତିରେ ଉପଭୋଗ କର। ଭାଗ୍ୟ, ପୁନର୍ଜନ୍ମ, ପୂର୍ବଜନ୍ମର କର୍ମଫଳ ସବୁ ମିଛ କଥା। କୁହାଯାଏ ଯେ ଚାର୍ବାକ ମଧ୍ୟ ଗୋଟିଏ ସମୂହର ଦର୍ଶନ, ନାସ୍ତିକ ଦର୍ଶନ। ଏହି ଦର୍ଶନ ଈଶ୍ୱର ଓ ବେଦକୁ ସ୍ୱୀକାର କରେ ନାହିଁ। ପୌରାଣିକ ତଥ୍ୟ ଅନୁସାରେ ଶୁଣାଯାଏ ଯେ ଦେବତାଙ୍କର ଗୁରୁ ବୃହସ୍ପତି ଦାନବ ଓ ଅସୁରଙ୍କ ପାଇଁ ଏହି ଦର୍ଶନ ରଚନା କରିଥିଲେ। ଏହାକୁ ଲୋକାୟତ ଦର୍ଶନ ମଧ୍ୟ କୁହାଯାଏ। ବୌଦ୍ଧ ଓ ଜୈନଙ୍କର ଖ୍ରୀଷ୍ଟପୂର୍ବ 6ଠ ଶତାବ୍ଦୀ ସମୟରେ ଅଜିତ କେଶ କାମ୍ବୋଲି ଚାର୍ବାକ ଦର୍ଶନକୁ ଆଗକୁ ବଢ଼ାଇଲେ। ପରେ ପରେ ପଶ୍ଚିମ ଦେଶଗୁଡ଼ିକର ଦାର୍ଶନିକମାନେ ମଧ୍ୟ ନାସ୍ତିକ ଦର୍ଶନ କଥା କହିଲେ। ଅଜିତ କେଶ କାମ୍ବୋଲି ଅକାଟ୍ୟ ଯୁକ୍ତି କରୁଥିଲେ। ସେ କହୁଥିଲେ, କ'ଣ ଦରକାର? ମୋକ୍ଷ ଆଡ଼କୁ ଦୌଡ଼ିବା। ସ୍ୱର୍ଗ କ'ଣ? ଉପରେ ଅଛି ଶୂନ୍ୟ, ମହାଶୂନ୍ୟ। ନିଜ ଜୀବନକୁ ନିଜ ଶୈଳୀରେ ଉପଭୋଗ କରିବା ଉଚିତ। ଆମେ ସମସ୍ତେ ଜାଣତରେ ହେଉ କି ଅଜାଣତରେ ଚାର୍ବାକ ଦର୍ଶନକୁ ହିଁ ଅନୁସରଣ କରୁଛୁ। କାରଣ ସମସ୍ତ ଶିଶୁ ଜନ୍ମ ବେଳେ ନାସ୍ତିକ ହୋଇଥାନ୍ତି। ବଡ଼ ହେବା ପରେ ନିଜର ପରିବାର ଓ ପରିବେଶ ଅନୁସାରେ କୌଣସି ଗୋଟିଏ ଧର୍ମ ସମ୍ପ୍ରଦାୟର ପ୍ରଭାବରେ ଆସ୍ତିକ ହୋଇଯାଆନ୍ତି। ସେ ଆହୁରି ବଡ଼ ହେବା ପରେ ତା ଭିତରେ ଯଦି ତର୍କଶୀଳ ବୁଦ୍ଧି ଓ ବୈଜ୍ଞାନିକ ଦୃଷ୍ଟିକୋଣ ବିକଶିତ ହୁଏ, ତେବେ ସେ ନାସ୍ତିକ ହୋଇଯାଆନ୍ତି। ଅନ୍ୟଥା ସେ ଜୀବନସାରା ଆସ୍ତିକ ଜୀବନ ଅତିବାହିତ କରନ୍ତି। ଆସ୍ତିକ ଓ ନାସ୍ତିକମାନଙ୍କର ଶରୀର, ଚାଲିଚଳନ, ଖାଦ୍ୟପାନୀୟ, ବାସସ୍ଥାନ ସବୁ ଏକାଭଳି ହୋଇଥାଏ, କିନ୍ତୁ ସେମାନଙ୍କର ବିଚାରଧାରା ଭିନ୍ନ ହୋଇଥାଏ। ଆସ୍ତିକ ବ୍ରହ୍ମ ସତ୍ୟ ଜଗତ ମିଥ୍ୟା ବୋଲି ଭାବୁଥିବା ବେଳେ ନାସ୍ତିକ ଜଗତ ସତ୍ୟ ଓ ବ୍ରହ୍ମ ମିଥ୍ୟା ବୋଲି ଭାବିଥାଏ। ପାଇଥାଗୋରାସ୍ 570 BC ରିବାର୍ଥ ଉପରେ ବିଶ୍ୱାସ କରୁଥିଲେ। ଷ୍ଟ୍ରଙ୍ଗ ସପୋର୍ଟର ଅଫ୍ ରିବାର୍ଥ। ସକ୍ରେଟ୍ସ 470 BC ଇଜ୍ ଦ ଫାଦର ଅଫ୍ ୱେଷ୍ଟର୍ଣ୍ଣ ଫିଲୋସଫି। ପ୍ଲାଟୋ 428 BC ବିଲିଭ୍ ଇନ୍ ରିବାର୍ଥ। ବ୍ରୁନୋ 7 years ଜେଲ୍ ଆଣ୍ଡ ଫାୟାର ଇନ୍ ଓପନ୍ ପ୍ଲେସ୍। ଗାଲିଲିଓ 1564 jailed and killed in prison by the Roman Inquisition. Archimedes 287-212 BC was killed by Roman soldier. ମୃତ୍ୟୁ ପରେ ଏ ଦୁନିଆରେ ଆଉ କିଛି ନାହିଁ, ଏହା ଏକ ଅପ୍ରିୟ ସତ୍ୟ। କିନ୍ତୁ ଆସ୍ତିକମାନେ ଦାବି କରୁଛନ୍ତି ଯେ ଭୌତିକ ଜଗତରେ ମୃତ୍ୟୁ ପରେ ଅନ୍ୟ ଏକ ଅଧିଭୌତିକ ଜଗତ ଅଛି। ଭଗବତ ଗୀତା ଖୁବ୍ ସରଳ ଭାବେ ବେଦାନ୍ତକୁ ବ୍ୟାଖ୍ୟା କରୁଛି। ଗୀୟତେ ଇତି ଗୀତା। ଗଇ ଧାତୁର ରୂପ ଗୀୟତେ, ଆତ୍ମନେପଦୀ। କୁ ଧାତୁର କୃଷ୍ଣ ଶବ୍ଦ ଆସିଛି। ହିନ୍ଦୁ ଶାସ୍ତ୍ର ଅନୁସାରେ ଯିଏ ଆକର୍ଷଣ କରେ ସେ ହିଁ କୃଷ୍ଣ। ଗୀତାରେ 18 ଗୋଟି ଅଧ୍ୟାୟରେ 700 ଶ୍ଲୋକ ଅଛି। କୃଷ୍ଣ ଉଚ୍ଚାରଣ କରିଛନ୍ତି 574 ଗୋଟି ଶ୍ଲୋକ। ଅର୍ଜୁନ କହିଛନ୍ତି 84 ଗୋଟି ଏବଂ ସଞ୍ଜୟ କହିଛନ୍ତି 41 ଗୋଟି ଶ୍ଲୋକ। ଶେଷ ଗୋଟିଏ ଶ୍ଲୋକ କହିଛନ୍ତି ରାଜା ଧୃତରାଷ୍ଟ୍ର।
ଗୀତା ଉପରେ ବିଭିନ୍ନ ଭାଷ୍ୟକାର ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ପ୍ରକାରର ବ୍ୟାଖ୍ୟା କରନ୍ତି। ଗୀତା ବେଦବ୍ୟାସ ରଚନା କରିଥିଲେ ବୋଲି କିଛି ବିଦ୍ୱାନ ଦାବି କରୁଛନ୍ତି, କିନ୍ତୁ ସ୍ୱାମୀ ବିବେକାନନ୍ଦ କହିଥିଲେ ଯେ ବେଦବ୍ୟାସ ନାମକ କୌଣସି ଜଣେ ବ୍ୟକ୍ତି ନଥିଲେ। ବ୍ୟାସ ଏକ ସମୂହର ନାମ, ଯାହାର ସଂଖ୍ୟା 1000ରୁ ଉର୍ଦ୍ଧ୍ୱ ହୋଇପାରେ। ସେମାନେ ବିଭିନ୍ନ ସମୟରେ ରାମାୟଣ, ମହାଭାରତ, ଗୀତା, ଭାଗବତ ଆଦି ରଚନା କରିଥିଲେ। ବିବେକାନନ୍ଦଙ୍କର ଯୁକ୍ତି ଥିଲା, ଜଣେ ଲୋକ ତାଙ୍କର ଜୀବନକାଳ ମଧ୍ୟରେ ଏତେ ଗୁଡ଼ିଏ ଗ୍ରନ୍ଥ ଲେଖିବା ସମ୍ଭବ ନୁହେଁ। ଆଉ କିଛି ଲୋକ କହୁଛନ୍ତି, ଗୀତାର ସମସ୍ତ 700 ଶ୍ଲୋକ ସବୁଗୁଡ଼ିକ ମୌଳିକ ନୁହେଁ, ବିଭିନ୍ନ ସମୟରେ କିଛି କିଛି ଯୋଡ଼ା ଯାଇଛି କିମ୍ବା ସଂଶୋଧନ ହୋଇଛି। 13ଗୋଟି ଶ୍ଲୋକର ନିର୍ଯାସ ଅଛି। ମାଟିରେ ଠାକୁର ଗଢ଼ିଲେ ତାକୁ ସୁନ୍ଦର କରିବା ପାଇଁ ଯେମିତି ବିଭିନ୍ନ ରଙ୍ଗ ବେରଙ୍ଗ କରାଯାଏ, ଠିକ୍ ସେହିପରି ଅଧିକ ପ୍ରଭାବଶାଳୀ କରିବା ପାଇଁ ଗୀତାରେ ଶ୍ଲୋକ ସଂଖ୍ୟା ବଢ଼େଇ ଦିଆଯାଇଛି। ମୂଳ ଶ୍ଲୋକ ମାତ୍ର 13 ଥିଲା ବୋଲି କେତେକ ମତ ପୋଷଣ କରନ୍ତି। ଗୀତା ସଂସ୍କୃତ ଭାଷାରେ ମହାଭାରତର ଗୋଟିଏ ଅଂଶ, ସମ୍ଭବତଃ 400ରୁ 200 ଖ୍ରୀଷ୍ଟପୂର୍ବ ମଧ୍ୟରେ ଲେଖାଯାଇଥିଲା। ଯଦି ଗୀତାକୁ ହିନ୍ଦୁ ଧର୍ମର ମୂଳ ଗ୍ରନ୍ଥ ବୋଲି ବିବେଚନା କରିବା, ତେବେ ଏଇ କେତେ ବର୍ଷ ପୂର୍ବେ 2200ରୁ 2400 ବର୍ଷ ଭିତରେ ଗୀତା ରଚନା କରାଯାଇଛି। ଗୀତା ଯେହେତୁ ସଂସ୍କୃତ ଭାଷାରେ ଲେଖାଯାଇଛି, ତେଣୁ କେବଳ ସଂସ୍କୃତ ପଣ୍ଡିତମାନେ ହିଁ ତାକୁ ପଢ଼ି ବିଭିନ୍ନ ଭାଷାରେ ନିଜର ଭାଷ୍ୟ ପ୍ରକାଶ କରିଛନ୍ତି। ମତ ପାର୍ଥକ୍ୟ ରହିବା ସ୍ୱାଭାବିକ। ଶ୍ରେଣୀରେ ଶିକ୍ଷକ ପାଠ ପଢ଼ାଇଲା ବେଳେ ପିଲାମାନେ ନିଜ ନିଜର ବୁଦ୍ଧି ଅନୁସାରେ ପାଠକୁ ବୁଝନ୍ତି। ପରୀକ୍ଷାରେ ଯିଏ ଯେମିତି ବୁଝିଥାନ୍ତି ସେହିଭଳି ଉତ୍ତର ଲେଖନ୍ତି। ଗୀତା ହେଉଛି ବେଦର ଆଧୁନିକ ସଂସ୍କରଣ। ଏହାକୁ ନାସ୍ତିକମାନେ ମାନିବାକୁ ପ୍ରସ୍ତୁତ ନୁହନ୍ତି। ଦାର୍ଶନିକମାନେ ଯେକୌଣସି ଲେଖାର ସ୍ଥାନ, କାଳ ଓ ପାତ୍ରର ଧ୍ୟାନ ରଖିବା ଉଚିତ। ଗୀତାର ସତ୍ୟତା ଉପରେ ପ୍ରଶ୍ନ ଉଠୁଛି ଯେ ଯଦି କୁରୁକ୍ଷେତ୍ରର ବିଶାଳ ଯୁଦ୍ଧ ଭୂମିରେ ଶ୍ରୀକୃଷ୍ଣ କେବଳ ଅର୍ଜୁନକୁ ବିଭିନ୍ନ ତର୍କ ଦେଇ ଯୁଦ୍ଧ କରିବାକୁ ପ୍ରବର୍ତ୍ତାଉଥିଲେ, ତଥାପି ଅର୍ଜୁନ ନ ମାନିବାରୁ ଶେଷରେ ତାଙ୍କୁ ନିଜର ବିଶ୍ୱରୂପ ଦେଖାଇ କହିଲେ, ତୁମର କିଛି କରିବା ଆବଶ୍ୟକ ନାହିଁ, ମୋର ଶରଣରେ ରୁହ, ମୁଁ ସବୁ କରିବି। ତେବେ ଏତେ ଗୁଡ଼ିଏ ଭାଷଣକୁ ଶ୍ଲୋକ ମାଧ୍ୟମରେ ଲେଖିଲା କିଏ? ସଞ୍ଜୟ ତ ଧୃତରାଷ୍ଟ୍ରଙ୍କ ପାଖରେ ବସି ଯୁଦ୍ଧଭୂମିର ଦୃଶ୍ୟ ବର୍ଣ୍ଣନା କରୁଥିଲେ। ଯଦି ସଞ୍ଜୟ ଏତେ ଦୂରରୁ ସବୁ ଦେଖିବା ଓ ଶୁଣିବା କାମ କରିପାରୁଥିଲେ, ତେବେ ଗୀତା ସେ ଲେଖିବା ସମ୍ଭବ ଥିଲା? ଗୀତା ଲେଖିବା ବ୍ୟକ୍ତିଙ୍କ ନାମ ସଞ୍ଜୟ ନାହିଁ, କାହିଁକି? ଦେଖିବାକୁ ଗଲେ ବାବା ନାମଧାରୀ ବ୍ୟକ୍ତିମାନେ ଭାରି ସାଂଘାତିକ। ନିଜେ କିଛି ବୁଝିନଥିବେ, କିନ୍ତୁ ସମାଜକୁ ବୁଝିବା ପାଇଁ ତତ୍ପର ହୁଅନ୍ତି। ଏପରିକି ଦେଶ ବିଦେଶରେ ତାଙ୍କର ଅନେକ ଶାଖା ଖୋଲି ଲୋକମାନଙ୍କୁ ଭକୁଆ ବନେଇ କୋଟି କୋଟି ଟଙ୍କା ଉପାର୍ଜନ କରୁଛନ୍ତି। ନିଜେ କହୁଛନ୍ତି ଅର୍ଥ ସବୁ ଅନರ್ಥର ମୂଳ। ଲୋଭ, ମୋହ, ମାୟା ତ୍ୟାଗ କର। ତେଣେ ନିଜେ ଧନ ସମ୍ପତ୍ତିର ମୋହମାୟାରେ ଜଡ଼ିତ ରହୁଛନ୍ତି। ସେହି ଟଙ୍କାରେ ସବୁ ପ୍ରକାରର ଭୌତିକ ସୁଖ ଭୋଗ କରୁଛନ୍ତି। ନାରୀ ଉତ୍ପାଡ଼ନ, ମାଦକ ଦ୍ରବ୍ୟର ଧନ୍ଦା, ଭ୍ରଷ୍ଟାଚାରୀ ନେତାଙ୍କୁ ଭୋଟ ବ୍ୟାଙ୍କ ଯୋଗାଡ଼ କରିବା ଭଳି ସମସ୍ତ ଅନୈତିକ କର୍ମ କରୁଛନ୍ତି। କେବେ ଧରା ପଡ଼ିଲେ ଜେଲରେ ଯାଇ ମଧ୍ୟ ମଜାମଉଜ କରୁଛନ୍ତି। ଆଜିର ଦିନରେ ପୃଥିବୀରେ ନାସ୍ତିକଙ୍କର ସଂଖ୍ୟା ହୁ ହୁ ହୋଇ ବୃଦ୍ଧି ପାଉଛି। ଆକର୍ଡିଂ ଟୁ sociologist Phil Zuckerman, broad estimates of those who have an absence of belief in God range from 600 to 750 million people worldwide. Christianity 31.1%, Islam 24.99%, irreligion 15.6%, Hinduism 15.2%, Buddhism 6.6%, folk religion 5.6%, other religion 1%. Worldwide percentage of adherent by religion as of 2020. ପୁରୁଣା କାଳରେ ସମାଜର ଲୋକମାନଙ୍କୁ ଶୃଙ୍ଖଳିତ ରଖିବା ପାଇଁ ସହଜ ଉପାୟ ଥିଲା। ଭଗବାନଙ୍କର ଦଣ୍ଡ ଦେଖାଇ ଭୟଭୀତ କରିବା। ଭଲ କାମ କଲେ ସ୍ୱର୍ଗ ପ୍ରାପ୍ତିର ଲାଭ, ଲୋଭ ଏବଂ ମନ୍ଦ କାମ କଲେ ନର୍କ ଦଣ୍ଡର ମିଳିବାର ଭୟ।
ହୁଏତ ସମାଜରେ ଭଲ ଶୃଙ୍ଖଳା ରକ୍ଷା କରୁଥିଲା। ପରେ କିନ୍ତୁ କିଛି ଦ୍ରୁତ ପ୍ରବୃତ୍ତିର ଲୋକମାନେ ନିଜର ସ୍ୱାର୍ଥ ସାଧନ ପାଇଁ ଏହାକୁ ଗୋଟିଏ ବଢ଼ିଆ ଅସ୍ତ୍ର ରୂପେ ବ୍ୟବହାର କଲେ। ଧର୍ମଶାସ୍ତ୍ରକୁ ପଢ଼ି ନିଜ ମନ ମୁତାବକ ପ୍ରବଚନ ବା ବ୍ୟାଖ୍ୟା କଲେ। ଅନ୍ୟମାନେ ପୁରାଣ ଓ ଶାସ୍ତ୍ର ପଢ଼ିବାର ସୁଯୋଗ ପାଉନଥିଲେ। ସେଥିରେ କ'ଣ ଲେଖା ଅଛି ଜାଣିବା ଦୂରର କଥା। ଆଜି ସେଭଳି ସମୟ ନାହିଁ। ସବୁ ଗ୍ରନ୍ଥ, ଶାସ୍ତ୍ର ଓ ପୁରାଣ ବଜାରରେ ଉପଲବ୍ଧ ଅଛି। ଯିଏ ଜ୍ଞାନ ପ୍ରାପ୍ତ କରିବାକୁ ଚାହିଁବ କିଣି ଆଣି ପଢ଼ିପାରିବେ। ତା ଉପରେ ତର୍ଜମା କଲେ ସତ୍ୟ କ'ଣ ଜାଣିପାରିବେ। ସଂସ୍କୃତ ଭାଷାକୁ ଠିକ୍ ଭାବେ ଶିଖିନଥିବା ପଣ୍ଡିତମାନେ ଶାସ୍ତ୍ରକୁ ନିଜର ବୁଝିବା ଅନୁସାରେ ଲେଖୁଥିବା କିମ୍ବା ପ୍ରବଚନ ଦେଉଥିଲେ। ରାମାୟଣ, ମହାଭାରତ ବା ଗୀତା ଲେଖକକୁ ଜଣାନଥିଲା ଯେ ଦୁନିଆରେ ଡାଇନୋସର ନାମକ ଗୋଟିଏ ବିଶାଳକାୟ ପ୍ରାଣୀ ଥିଲା। ତେଣୁ କୌଣସି ଗ୍ରନ୍ଥରେ ଡାଇନୋସରର କଥା ଲେଖାଯାଇନାହିଁ। ଓଡ଼ିଶାର ଭବିଷ୍ୟ ବକ୍ତା ମାଳିକା ଲେଖକ ମହାଶୟ ସେତେବେଳେ ଯେଉଁ କେତୋଟି ଅଞ୍ଚଳର ନାଁ ଜାଣିଥିଲେ ସେତିକି ହିଁ ଲେଖିଛନ୍ତି। ମାଳିକାରେ ବାରିପଦା, ମୟୂରଭଞ୍ଜ, ବଲାଙ୍ଗୀର ଇତ୍ୟାଦି ଜିଲ୍ଲାର କଥା କିଛି ଲେଖି ନାହାନ୍ତି। ସେଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ଖାଲି ହିନ୍ଦୁ ଧର୍ମ ନୁହେଁ, ଦୁନିଆର ସମସ୍ତ ଧର୍ମରେ ଏକାଭଳି କପୋଳ କଳ୍ପିତ କଥା ଓ କାହାଣୀ ଭର୍ତ୍ତି ହୋଇଛି। ଅନ୍ଧବିଶ୍ୱାସ ଊଣା ଅଧିକ ସବୁ ଧର୍ମ ଓ ଦେଶରେ ଅଛି। କିଛି ଲୋକ ମାନୁଛନ୍ତି, କିଛି ଲୋକ ମାନୁନାହାନ୍ତି। ଦର୍ଶନ ପରିଭାଷା କାହାଣୀଟି ଆପଣଙ୍କୁ କେମିତି ଲାଗିଲା ନିଶ୍ଚୟ ଜଣାଇବେ।